ଶ୍ରୀକୃଷ୍ଣ ଆମକୁ ଶିକ୍ଷା ଦିଅନ୍ତି ଯେ ଆମେ ପ୍ରାୟତଃ ଆମର ଚିନ୍ତା ଏବଂ ଆମର ଦ୍ୱନ୍ଦ୍ୱରେ ହଜିଯାଉ, ବାସ୍ତବ କାର୍ଯ୍ୟରେ କେବେ ନୁହେଁ। ଯେତେବେଳେ ଆମର ମନ ଶାନ୍ତ ଏବଂ ସ୍ଥିର ଥାଏ, ସେତେବେଳେ ଆମେ ଆମର ବୁଦ୍ଧିର ସୀମା ଅତିକ୍ରମ କରିପାରିବା। ଯେପରି ଶାନ୍ତ ପାଣିରେ ଆମେ ତା'ର ଗଭୀରତା ଦେଖିପାରିବା, ସେହିପରି ଗୋଟିଏ ଶାନ୍ତ ମନ ଆମ ମନର ଗଭୀରତାକୁ ବୁଝିବାରେ ସାହାଯ୍ୟ କରିଥାଏ। ଆମର ମନ ଏକ ଶକ୍ତିଶାଳୀ ଉପକରଣ। ପ୍ରତ୍ୟେକ ଚିନ୍ତା, ଭାବନା ଏବଂ ଆମ ମନ ଆଉ ଆମ ଶରୀର ଉପରେ ଗଭୀର ପ୍ରଭାବ ପକାଇଥାଏ। ଯେଉଁମାନେ ସବୁବେଳେ ଅନ୍ୟ ଉପରେ ନିର୍ଭର କରିଥାନ୍ତି, ସେମାନେ ସର୍ବଦା ଅସନ୍ତୁଷ୍ଟ ଏବଂ ଦୁଃଖୀ ହୋଇଥାନ୍ତି। ଆତ୍ମନିର୍ଭରଶୀଳତା ହେଉଛି ପ୍ରକୃତ ଖୁସିର ଚାବିକାଠି। ଏହି ଦୁନିଆରେ ଆମେ ଯେତେବେଳେ ଏକ ବାହ୍ୟ ଜିନିଷ ଉପରେ ଅଧିକ ନିର୍ଭରଶୀଳ ହୋଇଯାଉ, ସେତେବେଳେ ଏହି ଶ୍ରୀକୃଷ୍ଣଙ୍କ ବାଣୀ ଅତ୍ୟନ୍ତ ମୂଲ୍ୟବାନ ହିଁ ହୋଇଥାଏ। ଯଦି ଆପଣ ଜୀବନରେ ପ୍ରକୃତ ଖୁସି ପାଇବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ନିର୍ଭରଶୀଳ ହେବା ପାଇଁ ପ୍ରୟାସ କରିବାକୁ ହିଁ ପଡ଼ିବ। ଯେପରିକି ଜଣେ ଚାଷୀ ଜଳସେଚନ ପାଇଁ ଅପେକ୍ଷା କରେ ନାହିଁ, ବରଂ ସେ ନିଜେ କଠିନ ପରିଶ୍ରମ କରିଥାଏ। ଯେକୌଣସି କାର୍ଯ୍ୟ ସମାପ୍ତ କରିବା ପାଇଁ ତା'ର ଏକ ସମୟସୀମା ରହିବା ଆବଶ୍ୟକ, ଆଉ ଏହି ଶୃଙ୍ଖଳା ଆମକୁ ଏକ ଠିକ୍ ଦିଗରେ ନେଇଯାଇଥାଏ। ଆମେ ସବୁବେଳେ ସେହି କାମ କରିବା ଉଚିତ ଯାହା ଆମକୁ ପ୍ରକୃତ ଖୁସି ଦେଇଥାଏ, କାରଣ ଖୁସି ହେଉଛି ଜୀବନର ପ୍ରକୃତ ପୁଞ୍ଜି। ଶ୍ରୀକୃଷ୍ଣଙ୍କ ବାର୍ତ୍ତା ହେଉଛି ଯେ ଆମେ ଆମ ଅନ୍ତଃଆତ୍ମାର ସନ୍ତୁଷ୍ଟି ପାଇଁ କାମ କରିବା ଉଚିତ, ଆଉ ସବୁବେଳେ ବାହ୍ୟ ଜଗତର ଇଚ୍ଛାରେ ହଜିଯିବା ଉଚିତ ନୁହେଁ। ଜୀବନର ଚଲାପଥରେ ଯେବେ ବି ଅସୁବିଧା ଆସେ ନା, ସେତେବେଳେ ଈଶ୍ୱରଙ୍କ ପ୍ରତି ସମଭାବନା ରହିବା ଉଚିତ। ଯେପରିକି ଦୀପର ଆଲୋକ ଅନ୍ଧାରରେ ମଧ୍ୟ ବାଟ ଦେଖାଏ, ଠିକ୍ ସେହିପରି ଭଗବାନ ମଧ୍ୟ ଆମର କଷ୍ଟ ସମୟରେ ଆମକୁ ମାର୍ଗଦର୍ଶନ କରିଥାନ୍ତି। ସମୟ ହେଉଛି ଏକ ପୋଷାକ ପରି, ଯାହା ସମୟ ସହିତ ପରିବର୍ତ୍ତନ ହୋଇଯାଇଥାଏ। ମୃତ୍ୟୁର ଭୟ ହେଉଛି ନିରର୍ଥକ, କାରଣ ଆତ୍ମାର କୌଣସି ଅନ୍ତ ହିଁ ନାହିଁ। ଏହି ଚିନ୍ତାଧାରା ଆମକୁ ଜୀବନରେ କଷ୍ଟକୁ ନିର୍ଭୀକ ରହିବାକୁ ପ୍ରେରଣା ଦେଇଥାଏ। ଯେପରିକି ଗୋଟିଏ ପିଲା ପଡ଼ିଗଲେ ମଧ୍ୟ ସେ ଖେଳିବା ଛାଡ଼େ ନାହିଁ, ସେପରି ଜୀବନରେ ଯେତେ ବି ଝଡ଼ଝଞ୍ଜା ଆସୁନା କାହିଁକି, ତାକୁ ସାମ୍ନା କରି ଜୀବନର ସଠିକ୍ ରାସ୍ତାରେ ଚାଲିବା ଶିଖନ୍ତୁ। ଜୀବନରେ ସବୁବେଳେ ଗୋଟିଏ କଥା ମନେ ରଖନ୍ତୁ, ଯଦି ଆପଣ ସଫଳତା ପାଇବାକୁ ଚାହୁଁଛନ୍ତି ନା, ତେବେ ନିଜର କଠିନ ପରିଶ୍ରମ, ସାହସ ଆଉ ସମର୍ପଣ ନିହାତି ଆବଶ୍ୟକ। ଯଦି ଆପଣ କୌଣସି ଅସୁବିଧାର ସମ୍ମୁଖୀନ ହୋଇପାରିବେ ନାହିଁ, ତେବେ ଆପଣ କେବେ ବି ସଫଳତା ପାଇପାରିବେ ନାହିଁ। ଯେବେ ଆମେ ଏହାକୁ ନିଜର ଭାବି ଖୁସି ଅନୁଭବ କରିବା, ତାହା କାଲି ଆମର ଦୁଃଖର କାରଣ ମଧ୍ୟ ହୋଇପାରେ। କେବେ କାହାକୁ ଛୋଟ ଭାବନ୍ତୁ ନାହିଁ, କାହିଁକି ନା ତାହା ଆମର ବହୁତ ବଡ଼ ଭୁଲ ହିଁ ହୋଇଥାଏ। ଜୀବନରେ ସବୁବେଳେ ସତ୍ୟ କୁହ, ଆଉ ଯାହା ବି କହୁଛ ସାମ୍ନା ସାମ୍ନି କୁହ। ଯିଏ ତୁମର ସେ ତମକୁ ବୁଝିବ, ଆଉ ଯିଏ ଅପରିଚିତ ସେ ତମକୁ ଛାଡ଼ିକି ଚାଲିଯିବ। ନିଦ ତ ଥରେ ଭାଙ୍ଗେ, କିନ୍ତୁ ନିଜର ସ୍ୱପ୍ନକୁ କେବେ ବି ଭାଙ୍ଗିବାକୁ ଦିଅ ନାହିଁ। ନିଜ ପାଇଁ ନୁହେଁ, ବରଂ ଯେଉଁମାନେ ତମର ବିଫଳତା ଦେଖିବାକୁ ଚାହୁଁଛନ୍ତି, କ୍ଳାନ୍ତ ହୁଅ ନାହିଁ, ଭୟ କର ନାହିଁ, ହାର ମାନ ନାହିଁ। ତମର ସ୍ୱପ୍ନ ପଛରେ ଦୌଡ଼ିବାକୁ ଭୟ ମଧ୍ୟ କର ନାହିଁ, କାରଣ
ସମୟ ପରିସ୍ଥିତି ଯେକୌଣସି ସମୟରେ ମଧ୍ୟ ପରିବର୍ତ୍ତନ ହୋଇଯାଇପାରେ।